ଦଶମ ବୋର୍ଡ ପରୀକ୍ଷାରେ 543 ନମ୍ବର ରଖିଥିବାରୁ ମୁଁ ବହୁତ ଖୁସି ଅଛି। ମୁଁ ସରକାରୀ ନୂତନ ଗଙ୍ଗାଧର ନୋଡାଲ ଉଚ୍ଚ ବିଦ୍ୟାଳୟ କୁସୁମିରେ। ଆଉ ଏତିକି ନମ୍ବର ଆଣିବା ପଛରେ ମୋ ବାପା ମା, ମୋ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଆଉ ମୋ ଟ୍ୟୁସନ ଭାଇନାଙ୍କର ବହୁତ ଭୂମିକା ରହିଛି। ତାଙ୍କ ଯୋଗୁଁ ହିଁ ମୁଁ ଏତିକି ମାର୍କ ଆଜି ଆଣିପାରିଛି। ଆଉ ମୁଁ ଏତିକି ମାର୍କ ଆଣିଥିବାରୁ ବହୁତ ଖୁସି ଅଛି। ନା ସାଙ୍ଗସାଥି ସହିତ ସେତେ ମିଳାମିଶା ବି କରିବାର ନାହିଁ। ଖାଲି ମିଳାମିଶା କରୁଥିଲି, ବାକି ଏକ୍ଜାମ 2 ମାସ ସମୟରେ ସେତେ ମିଳାମିଶା କରିବାର ନାହିଁ। ଖାଲି ଘରେ ରହି ପଢିବାର, ସ୍କୁଲ ବି ଯାଉନଥିଲି। 15-16 ଆଗକୁ ଟିଚିଂ ଲାଇନରେ ଯିବାର ଅଛି। ଝିଅ କେତେ କଷ୍ଟରେ ପାଠ ପଢୁଥିଲା, ଟ୍ୟୁସନ କରୁଥିଲା, ଭଲ ମାର୍କ ଆଣିବି ବୋଲି କହିଥିଲା ସିଏ ଝିଅ। ଆମକୁ ବେଶୀ ଖୁସି ଲାଗୁଛି। ଆହୁରି ଦିନକୁ ଗଲେ 24 ଘଣ୍ଟା ତ ପାଠ ପଢୁଥିଲା ଖାଲି। ଆଉ ତାପରେ ଯେତେବେଳେ ପରିଶ୍ରମ କରୁଥିଲେ ଝିଅ ମାନେ ଗୋଟେ ଗାଁର ଗୋଟେ ଝିଅ ହେଇକିରି 1 ନମ୍ବର ହେଲା। ହଁ ଭଲ ଲାଗୁଛି। 1 ନମ୍ବର ହେଇଛି ଆମର କଟପାଡ଼ ବ୍ଲକରୁ। ଭଲ ମାର୍କ ରଖିଛି। ଆହୁରି ଭଲ ପଢେ, ଭଲ ମାର୍କ ରଖିବୁ, ମା ବାପାର ଇଏ ରଖିବୁ, ସମ୍ମାନ ରଖିବୁ ବୋଲି ତାକୁ ସବୁବେଳେ କହୁଥିଲି। ମୁଁ ଦିନ ସାରା କଣ କାର୍ଯ୍ୟ ଚାଲିଥିଲା? ସକାଳେ 6ଟାରେ ଉଠୁଥିଲା, ଟ୍ୟୁସନ ଯାଉଥିଲା। 9ଟାରେ ଆସିକିନା ସ୍କୁଲ ପଳାଉଥିଲା, 4ଟାରେ ଆସି ଟ୍ୟୁସନ ଯାଉଥିଲା। ରାତି 9ଟାରେ ଆସି 12ଟା ଘଣ୍ଟେ ଯାକ ପଢୁଥିଲା। ଆହୁରି ଝିଅକୁ ଆଗରୁ ପଢେଇବୁ, କଣ ଗୋଟେ ଚାକିରି କରିବ ଝିଅ, ଆହୁରି ଆଗକୁ ଯିବ। ମୁଇଁ ଘଣ୍ଟେ 12ଟା ଯାକ ତାକୁ ଜଗବାର। ସେ ଘଣ୍ଟେ 12ଟାରୁ ପଢି ସାରିଲେ ନାଇକି ଆର ଶୋଇବାର। ଆର ଶୋଇ ସାରିଲା ତାର ନାଇକି ଆର 4ଟା ରାତିରେ ଉଠିକରି ଆର ସେ ପଢବାର। ମୁଇଁ ଖାଲି ଚେତା ଥିବାର ଭଲ, ତାର ଜଗିଆ ଥିବାର ମୁଇଁ ଆରି ତାର ଧ୍ୟାନରେ ଆକା ମୁଇଁ ଥାଉଥିଲି। ଟ୍ୟୁସନରୁ ଆସିକରି ଗାଧା ପାଧା ହେଇକରି ଆରି ସ୍କୁଲରେ ହାଜର ହଉଥିଲା। ସେତକି ଯାକ ମୋର ନାତୁଣୀକୁ ମୁଇଁ ବେଶୀ ଲାଡରେ ମୁଇଁ ଗେଲରେ ଆକା ମୁଇଁ ତାକୁ ରଖିଥିଲି ଭଲ। ମୁଇଁ ଆଣବାକୁ ମୁଇଁ ସାରୁ ରାତି 8ଟା 9ଟାରେ ମୁଇଁ ଯାଉଥିଲି। ବାପା ନ ଗଲା ଦିନ ମୁଇଁ ଯାଉଥିଲି ଆଣୁଥିଲି। मोर नाती नातरा मते सब खुशी आका बापा। मोर नाती नातरा गुटे बोल नहीं जे मोर 8टा कि 9टा नाती नातरा होती मैं सब खुशी आका। हाँ बढ़िया मार्क आनला। मोर नातुनी कोठी चाकरी करबा बोली मोर बेसी आशा। तो ये हूँ मो स्टूडेंट रुनी विषय बहुत परिश्रम आ तार बहुत चेष्टा फल आज ये सब हासिल कर बहुत गर्वित, बहुत खुशी अच्छी ए फास्ट हूँ उच्च अभिलाष रही गोटे स्टूडेंट मन रे उच्च अभिलाष रही से किसी कर देखा मन रे जोश थी चेष्टा कले सब गाइड कर फैमिली होगी आज ए टीचर सब कोऑपरेट कर आउटसोर्स सब प्रोवाइड करवार सब।